ଚାଣକ୍ୟ କହନ୍ତି ଆଜିର ସମୟ କାଲିର ଜୀବନ। ଚାଣକ୍ୟ କହେ ମୋର ବାଣୀ ମୋର ସତ। ମୁଁ ଚାଣକ୍ୟ କହୁଛି ମୋର ବାକ୍ୟ ମିଠା ନୁହେଁ କିନ୍ତୁ ମଙ୍ଗଳକାରୀ। ମୋର ଶବ୍ଦ କଠୋର କିନ୍ତୁ ଜୀବନ ଗଢ଼ିବାର ଶକ୍ତି ଦିଏ। ଚାଣକ୍ୟ କହେ ମଣିଷର କାଲି ତାଙ୍କର ଆଜିର ନିଷ୍ପତ୍ତିରେ ଗଢ଼ାଯାଏ। ତୁମେ ଭାଗ୍ୟକୁ ଦୋଷ ଦେଉଛନ୍ତି କି? ତୁମେ ପରିସ୍ଥିତିକୁ ଦୋଷ ଦେଉଛନ୍ତି କି? ଚାଣକ୍ୟ କହେ ଭାଗ୍ୟ ଅଲଗା କିଛି ନୁହେଁ, ଏହା ତୁମ କର୍ମର ଫଳ। ଯଦି ଆଜି ତୁମେ ଦୁର୍ବଳ ହୁଅ ତେବେ କାଲି ତୁମେ ଦୁଃଖ ପାଇବ। ଯଦି ଆଜି ତୁମେ ପରିଶ୍ରମ କରୁଛ ତେବେ କାଲି ତୁମେ ସୁଖୀ ହୋଇପାରିବ। ହଁ ବନ୍ଧୁମାନେ, ଚାଣକ୍ୟ କହେ ସମୟ ହେଉଛି ସେହି ଅଗ୍ନି ଯାହା ଅସାବଧାନକୁ ଦହନ କରେ ଆଉ ସଚେତନକୁ ଉଜ୍ଜ୍ୱଳ କରେ। ସମୟକୁ ଯେ ଅବହେଳା କରେ ସମୟ ତାକୁ ହିଁ ଅବହେଳା କରେ। ତୁମେ କହୁଛ ଆଉ ସମୟ ଅଛି, କିନ୍ତୁ ଚାଣକ୍ୟ କହେ ସମୟ କେବେ ଅପେକ୍ଷା କରେ ନାହିଁ। ଆଜିର ଘଣ୍ଟାଏ ଯଦି ବ୍ୟର୍ଥ ହେଲା ତେବେ କାଲି ତୁମେ ବର୍ଷ ପଛକୁ ଚାଲିଯିବ। ଚାଣକ୍ୟ କହେ ଆଲସ୍ୟ ହେଉଛି ସେହି ରୋଗ ଯାହା ଧୀରେ ଧୀରେ ସମସ୍ତ ସପନକୁ ମୁଛି ଦେଇଥାଏ। ଆଲସ୍ୟ ମିଠା ଲାଗେ କିନ୍ତୁ ତାହାର ଫଳ ଲଙ୍କା ଭଳି ରାଗ ଲାଗିଥାଏ। ତୁମେ କହୁଛ ଆଜି ବିଶ୍ରାମ କରିବି କାଲି ଆରମ୍ଭ କରିବି, କିନ୍ତୁ ଚାଣକ୍ୟ କହେ ଯେ ଆଜି ଆରମ୍ଭ କରେନି ସେ କେବେ ହେଲେ ଆରମ୍ଭ କରିପାରେନି। ଚାଣକ୍ୟ କହେ ମୁଁ ଦେଖିଲି ଦୁଇ ଜଣ ଯୁବକ, ଜଣେ ପ୍ରତିଦିନ ସକାଳୁ ଉଠି ଅଭ୍ୟାସ କରୁଥାଏ। ସେ ନିଜକୁ ନିଜେ ବଳିଷ୍ଠ କରୁଥାଏ, ସୁଧାରୁଥାଏ। ସେ ସବୁ ପରିଶ୍ରମ କରୁଥିଲେ। ଅନ୍ୟ ଜଣ ହସିକି କହିଲେ ଜୀବନ ଆନନ୍ଦ ପାଇଁ ଏତେ ଗୁରୁତର ହୋଇ କାହିଁକି କାମ କରିବା? ବର୍ଷ କଟିଗଲା। ପ୍ରଥମ ଯୁବକ ସଫଳ ହୋଇଗଲେ ଆଉ ଦ୍ୱିତୀୟ ଜଣକ ଯୁବକ ବିଫଳ ହୋଇ ରହିଗଲେ। ବୁଝିଲ ତ ବନ୍ଧୁମାନେ? ଚାଣକ୍ୟ କହେ ଆଜିର ଶିଷ୍ଟାଚାର କାଲିର ସମ୍ମାନ। କର୍ମ ହେଉଛି ଜୀବନର ନିୟମ। ଯେପରି କରିବ ସେପରି ପାଇବ। ବୀଜ ଯେପରି ପୋତିବ ଫଳ ସେପରି ମିଳିବ। ତୁମେ କଣ୍ଟା ପୋତି ଫୁଲ ଆଶା କରୁଛନ୍ତି କି? ଏହା ଅଜ୍ଞାନ। ଆଜି ଯଦି ପଢ଼ିବ ନାହିଁ କାଲି ଜ୍ଞାନ ଆଶା କରିବ ନାହିଁ। ଆଜି ଯଦି ପରିଶ୍ରମ କରିବ ନାହିଁ କାଲି ସଫଳତାକୁ ଆଶା କରନ୍ତୁ ନାହିଁ। ଚାଣକ୍ୟ କହେ ଏକ ରାଜକୁମାର ମୋ ପାଖକୁ ଆସିଲା। ସେ କହିଲା ମୁଁ ଯୁଦ୍ଧ ଜିତିବାକୁ ଚାହୁଁଛି। ମୁଁ ପଚାରିଲି ତୁମେ ପ୍ରତିଦିନ ଅଭ୍ୟାସ କରୁଛ? ସେ କହିଲା କେବେ କେବେ। ମୁଁ କହିଲି ଯେଉଁ ତଲୱାର ପ୍ରତିଦିନ ଘଷାଯାଏନି ସେ ଯୁଦ୍ଧରେ ଭାଙ୍ଗିଯାଏ। କିଛି ବର୍ଷ ପରେ ସେ ଦୃଢ଼ ଅଭ୍ୟାସ କଲା। ଯୁଦ୍ଧ ଦିନେ ତାହାର ତଲୱାର ଦୀପ୍ତି ହେଲା। ଚାଣକ୍ୟ କହେ ଆଜିର ପରିଶ୍ରମ କାଲିର ବିଜୟ। ଭୟ ହେଉଛି ମନର ଛାୟା। ଛାୟାକୁ ଦେଖି ଯେ ଭାଗେ ସେ ସୂର୍ଯ୍ୟକୁ କେବେ ଦେଖିପାରିବନି। ତୁମେ ବିଫଳତାକୁ ଭୟ କରୁଛ କି? ବିଫଳତା ହେଉଛି ଶିକ୍ଷା। ଯେ ପଡ଼ି ଉଠେ ସେହି ଦୃଢ଼ ହୁଏ। ଚାଣକ୍ୟ କହେ ନିଜ ଶକ୍ତିକୁ ଚିହ୍ନ। ପୃଥିବୀ ସେମାନଙ୍କୁ ନମନ କରନ୍ତି ଯେଉଁମାନେ ନିଜେ ନମନ ହୁଅନ୍ତି ନାହିଁ। ଯଦି ତୁମେ ନିଜ ମନକୁ ଦୃଢ଼ କର ପରିସ୍ଥିତି ମଧ୍ୟ ଦୃଢ଼ ହେବ। ଚାଣକ୍ୟ କହେ ଏବେ ମୋର ଶେଷ ବାକ୍ୟ ଶୁଣ। ଆଜି
ହେଉଛି ତୁମର ସବୁଠାରୁ ବଡ଼ ଧନ। ଆଜି ହେଉଛି ତୁମର ଅସ୍ତ୍ର, ଆଜି ହେଉଛି ତୁମର ସୁଯୋଗ। ଚାଣକ୍ୟ କହେ, ସମୟକୁ ନଷ୍ଟ କରିବା ମାନେ ଜୀବନକୁ ନଷ୍ଟ କରିବା। ପରିଶ୍ରମକୁ ଏଡ଼ାଇବା ମାନେ ସଫଳତାକୁ ଏଡ଼ାଇବା। ଭୟକୁ ଶୋଷଣ କରିବା ମାନେ ସ୍ୱପ୍ନକୁ ନଷ୍ଟ କରିବା। ଉଠ, ଜାଗ, ଆଜିକୁ ଧର, କେବେ କାଲି ତୁମେ ସଫଳତା ହାସଲ କରିପାରିବ। ଚାଣକ୍ୟ କହୁଛନ୍ତି, ତୁମେ ଆଜିକୁ ଜିତ, କାଲି ସ୍ୱତନ୍ତ୍ର ତୁମର ହେବ। ହଁ ବନ୍ଧୁମାନେ, ଯଦି ଭିଡ଼ିଓଟି ଭଲ ଲାଗିଛି ତେବେ ଗୋଟେ ଲାଇକ୍ କରନ୍ତୁ, ଆଉ କେମିତି ଲାଗିଲା କମେଣ୍ଟରେ ଲେଖି ଯାଆନ୍ତୁ। ଭିଡ଼ିଓଟି ସମ୍ପୂର୍ଣ୍ଣ ଦେଖିଥିବାରୁ ଆପଣମାନଙ୍କୁ ଧନ୍ୟବାଦ। ନମସ୍କାର ବନ୍ଧୁମାନେ।